ହୋଲି ସାଜିଲା କାଳ, ଘଟିଲା ବଡ଼ ଅଘଟଣ। ରଙ୍ଗର ପର୍ବ ହୋଲି ଆଜି ପାଲଟି ଯାଇଛି ରକ୍ତର ପର୍ବ। ସବୁଆଡ଼େ ଆଜି ଖେଳି ଯାଇଛି କୋକୁଆର ଭୟ। ଘଟଣାଟି ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତି କରନ୍ତି, କାଳିଆକୁ ନିଜର କୁଳ ଦେବତା ବୋଲି ଭାବନ୍ତି, ତାହେଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖି ଦିଅନ୍ତୁ। ବାଲେଶ୍ୱର ଜିଲ୍ଲା ରମାମାଳି ଗାଁରେ ରାମଚନ୍ଦ୍ର ମହାନ୍ତି ରହୁଥିଲେ। ରାମବାବୁ ଗାଁ ପାଖ ହାଇସ୍କୁଲରେ 2 ବର୍ଷ ହେବ ଶିକ୍ଷକ ଚାକିରିଟିଏ କରିଛନ୍ତି। ରାମବାବୁଙ୍କ ପରିବାର କହିଲେ ଜେଜେ ଜେଜେମା, ବଡ଼ ଭାଇ ଆଉ ଜଣେ ସାନ ଭଉଣୀ ଅଛନ୍ତି, ଆଉ ବାପା ମା 2 ଜଣ ଅଛନ୍ତି। ରାମବାବୁ ଘରର ସାନ ପୁଅ, ଆଉ ସେ ସମସ୍ତଙ୍କର ଭାରି ଗେହ୍ଲା। ହୋଲିରେ ସ୍କୁଲ ଛୁଟି ଥାଏ। ହୋଲି ଦିନ ସକାଳୁ ସକାଳୁ ରାମବାବୁ ଗାଁ ବଜାରକୁ ଯାଇ ରଙ୍ଗ କିଣି ଆଣିଲେ। ଆଉ ଦିନ 10ଟା ବାଜୁ ବାଜୁ ହାତରେ ରଙ୍ଗ ଜରିଟିଏ ଧରି ସାଙ୍ଗସାଥି ମାନଙ୍କ ସହ ମିଶି ବାହାରି ପଡ଼ିଲେ ରଙ୍ଗ ଖେଳିବାକୁ। ଦିନ 12ଟା ପର୍ଯ୍ୟନ୍ତ ବହୁତ ମଜାମସ୍ତି କରି ହୋଲି ଖେଳି ସାରିଲା ପରେ ସବୁ ସାଙ୍ଗସାଥି ମାନେ ମିଶି ମହାନଦୀ ପାଖରେ ଭୋଜିର ଆୟୋଜନ କରିଥିଲେ। ରାମବାବୁ ଆଉ ସବୁ ସାଙ୍ଗସାଥି ମାନେ ମିଶି ଚାଲିଗଲେ ମହାନଦୀ ପାଖକୁ। ଆଉ ନଦୀ ତୋଟାରେ ବସି ସମସ୍ତେ ମଦ୍ୟପାନ କଲେ। ରାମବାବୁ କିନ୍ତୁ ଜମା ବି ମଦ ଛୁଅନ୍ତିନି। ପିଲାଟି ବେଳରୁ ଘରର ସଂସ୍କାରକୁ ସେ ମାନି ଆସିଛନ୍ତି। ସାଙ୍ଗସାଥିମାନେ କିନ୍ତୁ ତାଙ୍କୁ ବହୁତ ବାଧ୍ୟ କଲେ ମଦ ପିଇବାକୁ। ରାମବାବୁ ସମସ୍ତଙ୍କୁ ମୁହେଁ ମୁହେଁ ମନା କରିଦେଉଥିଲେ। ତାଙ୍କ ଭିତରୁ ଗୋଟେ ସାଙ୍ଗ ଆସି କହିଲା, ଆରେ ନେ ରାମ, କିଛି ହବନି, ଟିକିଏ ମଦ ପିଇଦେ, ଆମର ଭୋଜି ସରିଲା ବେଳକୁ ତୋର ସବୁ ନିଶା ଛାଡ଼ି ଯାଇଥିବ। ସାଙ୍ଗସାଥି ମାନେ ବାଧ୍ୟ କରିବାରୁ ରାମବାବୁ ଟିକିଏ ମଦ୍ୟପାନ କଲେ। ଏମିତି ଟିକିଏ ଟିକିଏ ମଦ ପିଉ ପିଉ ସେ କେତେବେଳେ ବେଶୀ ମଦ ପିଇ ଦେଇଛନ୍ତି ସେ ନିଜେ ବି ଜାଣି ନାହାନ୍ତି। ରାମବାବୁଙ୍କୁ ବହୁତ ନିଶା ହୋଇଗଲାଣି। ସେ ସେଠି କାହାକୁ କ'ଣ କହୁଛନ୍ତି ସେ ନିଜେ ବି ଜାଣିପାରୁନାହାନ୍ତି। ତାଙ୍କ ଭିତରୁ ଜଣେ ସାଙ୍ଗ ମଦ ପିଇ ମଦ ବୋତଲକୁ ଗୋଟେ ପଥରରେ ପିଟି ଦେଲା। ଆଉ ସେଇ ଭଙ୍ଗା ମଦ ବୋତଲକୁ ବାଲିରେ ଫିଙ୍ଗିଦେଲା। ବୋତଲଟି ଅଧା ଭଙ୍ଗା ହୋଇ ମୁନିଆ ହେଇ ବାଲିରେ ପଡ଼ିଥାଏ। ରାମବାବୁ ଯେତେବେଳେ ମଦ ପିଇ ଉଠନ୍ତି ତାଙ୍କୁ ସବୁଆଡ଼ ଅନ୍ଧାର ଦିଶୁଥାଏ। ତାଙ୍କୁ ଏତେ ନିଶା ହୋଇଗଲାଣି ଯେ ତାଙ୍କ ଗୋଡ଼ ବି ଠିକରେ ପଡ଼ୁନଥାଏ। ତାପରେ ସବୁ ସାଙ୍ଗମାନେ ମିଶି ନଈକୁ ଗାଧେଇବାକୁ ଗଲେ। ଆଉ ରାମବାବୁ ବି ଆସ୍ତେ ଆସ୍ତେ ନଈ ଆଡ଼କୁ ଆସୁଥାନ୍ତି। ଠିକ୍ ସେତିକି ବେଳେ ବାଲିରେ ରାମବାବୁଙ୍କର ଗୋଡ଼ ମୋଡ଼ି ହୋଇଗଲା। ଆଉ ସେ ଭଙ୍ଗା ମଦ ବୋତଲ ଉପରେ ପେଟ ମାଡ଼ି ପଡ଼ିଗଲେ। ଆଉ ତାଙ୍କ ପେଟରେ ମଦ ବୋତଲଟି ପଶିଗଲା। ସେ ଜୋରରେ ଚିତ୍କାର କରି ବହୁତ ଡାକିଲେ, କିନ୍ତୁ ସମସ୍ତେ ଭାବିଲେ ରାମକୁ ବୋଧେ ନିଶା ହୋଇଯାଇଛି। କେହି ହେଲେ ବି ତାଙ୍କ କଥା ଶୁଣିଲେନି। ରାମବାବୁଙ୍କ ଦେହରୁ ବହୁତ ରକ୍ତ ବାହାରୁଛି। ସେ କାହାକୁ କିଛି କହିପାରୁନାହାନ୍ତି। ସାଙ୍ଗସାଥିମାନେ
ସେପଟେ ମଜାମସ୍ତି କରି ବହୁତ ଗାଧୋଇଲାଣି। ଦୀର୍ଘ 2 ଘଣ୍ଟା ପରେ ଯେତେବେଳେ ସେମାନେ ଗାଧେଇ ସାରି ଉପରକୁ ଉଠନ୍ତି, ଦେଖନ୍ତି ତ ରାମର ରକ୍ତରେ ବାଲି ଭିଜି ନାଲି ହୋଇଗଲାଣି। ସବୁ ସାଙ୍ଗମାନଙ୍କର ମୁଣ୍ଡ କିଛି କାମ କଲାନି। ଦେଖନ୍ତି ତ ରାମବାବୁଙ୍କର ଚେତା ମଧ୍ୟ ବୁଡ଼ି ଯାଇଛି। ସେମାନେ ଯେତେ ଚେଷ୍ଟା କଲେ ଚେତା ଫେରିଲାନି। ତୁରନ୍ତ ସେମାନେ ମେଡ଼ିକାଲକୁ ନେଇ ଆସିଲେ। ବାପା ମା ସେପଟେ ଖବର ପାଇ ଦୌଡ଼ି ଆସିଲେ ମେଡ଼ିକାଲକୁ। ଆଉ ପୁଅର କଣ୍ଡିସନ କଥା ଡାକ୍ତର ବାବୁଙ୍କୁ ପଚାରିଲେ। ଡାକ୍ତର ବାବୁ କହିଲେ, ପେସେଣ୍ଟ ଦେହରୁ ବହୁତ ରକ୍ତ ବାହାରି ଯାଇଛି। ଆମେ ଚେକଅପ୍ କଲା ପରେ ଯାଇ ଯାହା କହିପାରିବୁ। ଡାକ୍ତର ବାବୁଙ୍କଠୁ ଏମିତି କଥା ଶୁଣି ରାମବାବୁଙ୍କ ମା ଦୌଡ଼ି ଗଲେ ମେଡ଼ିକାଲରେ ଥିବା ଜଗନ୍ନାଥଙ୍କର ମୂର୍ତ୍ତି ପାଖକୁ। ଆଉ ମୂର୍ତ୍ତି ଆଗରେ ହାତ ଯୋଡ଼ି ବିକଳ ହୋଇ କାନ୍ଦି କାନ୍ଦି କହୁଥାନ୍ତି, ହେ ଜଗତର ନାଥ ଜଗନ୍ନାଥ, ତୁ ପରା ଜଗତ ଲୋକଙ୍କର ଦୁଃଖ ଶୁଣୁ ବୋଲି ଦୁନିଆ ତୋତେ ଜଗନ୍ନାଥ ବୋଲି କହୁଛି। ତତେ କ'ଣ ଏଇ ଦୁଃଖିନୀ ମାର ଦୁଃଖ ଦେଖାଯାଉନି ରେ କାଳିଆ? ମୋ ପୁଅକୁ ତୁ ମୋ ପାଖକୁ ଫେରେଇ ଆଣରେ ଜଗା। ମୋ ପଣତକୁ ତୁ ଖାଲି କରି ଦେନି ରେ। ଆଜି ଯଦି ମୋ ପୁଅର କିଛି କ୍ଷତି ହୋଇଗଲା ନା, ତାହେଲେ ସତ କହୁଛି ଜଗନ୍ନାଥ, ମୁଁ ଏଇ ପଥରରେ ମୁଣ୍ଡ ପିଟି ପିଟି ଏଇଠି ତୋରି ଆଗରେ ମୁଁ ମୋ ଜୀବନକୁ ହାରିଦେବି। ଠିକ୍ ସେତିକି ବେଳେ ଘଟି ଯାଇଥିଲା ବିରାଟ ଚମତ୍କାରଟିଏ। ସତେ ଯେମିତି ସ୍ୱୟଂ ପ୍ରଭୁ ଜଗନ୍ନାଥ ଗୋଟେ ଦୁଃଖିନୀ ମାର ଦୁଃଖ ଶୁଣିପାରିଲେ। ସାଙ୍ଗେ ସାଙ୍ଗେ ଜଗନ୍ନାଥଙ୍କ ମଥାରୁ ଗୋଟେ ତୁଳସୀ ମାଳ ଖସି ପଡ଼ିଲା। ଆଉ ଠିକ୍ ସେତିକି ବେଳେ ସାନ ଝିଅ ଆସି ମାଙ୍କୁ କହିଲା, ମା, ଏବେ ଡାକ୍ତର ବାବୁ ଆସି କହିଲେ ଭାଇର କଣ୍ଡିସନ ଏବେ ଭଲ ଅଛି। ତୁ ଆଉ ବ୍ୟସ୍ତ ହନି। ଆଉ 3 ରୁ 4 ଦିନ ପରେ ଆମେ ତାକୁ ଘରକୁ ନେଇଯାଇପାରିବା। ଝିଅ ମୁହଁରୁ ଏମିତି କଥା ଶୁଣି ମା ଜଗନ୍ନାଥଙ୍କୁ ସେମିତି ଅନେଇ ରହିଥାନ୍ତି। ଆଉ ଭାବବିହ୍ୱଳ ହୋଇପଡ଼ି ମନେ ମନେ କହୁଥାନ୍ତି, ସତରେ ତୁ ଅଛୁରେ କାଳିଆ ଠାକୁର, ଧନ୍ୟରେ ତୁ ଲୀଳାମୟ ଠାକୁର, ଧନ୍ୟ ତୋର ଲୀଳା ଅପାର। ତୁ ଆଜି ମୋର ଭକ୍ତିର ପରୀକ୍ଷା ରଖିଦେଲୁ ରେ। ହୋଲିରେ ରାମଚନ୍ଦ୍ର ବାବୁଙ୍କ ଜୀବନରେ ଘଟି ଯାଇଥିବା ସତ୍ୟ ଘଟଣାଟିଏ ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।